ଆଜିର ଆଲୋଚ୍ୟ ବିଷୟ ସାରଳା ମହାଭାରତର ବିଭିନ୍ନ ପର୍ବ। ବ୍ୟାସଦେବଙ୍କ ସଂସ୍କୃତ ମହାଭାରତ ଓ ସାରଳା ଦାସଙ୍କ ମହାଭାରତ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ସାରଳା ଦାସଙ୍କ ମୌଳିକତା ଏଠାରେ ଦେଖାଯାଏ। ଯେତେବେଳେ ମୂଳ ସଂସ୍କୃତ ମହାଭାରତର ଶ୍ଲୋକ ସଂଖ୍ୟା 1,00,000 ଥିବାବେଳେ ସାରଳା ମହାଭାରତର ଶ୍ଲୋକ ସଂଖ୍ୟା 1,40,000 ହୋଇଛି। ଅବଶ୍ୟ ସଂସ୍କୃତ ମହାଭାରତ ଏବଂ ସାରଳା ମହାଭାରତର ପର୍ବ ସଂଖ୍ୟା 18, କିନ୍ତୁ ସାରଳା ମହାଭାରତର ପର୍ବଗୁଡ଼ିକର କ୍ରମର ପରିବର୍ତ୍ତନ ଘଟିଛି, ଯାହା ଫଳରେ ବିଷୟବସ୍ତୁରେ ମଧ୍ୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ମୂଳ ମହାଭାରତରେ ସାପ୍ତିକ ପର୍ବ, ଅନୁଶାସନିକ ପର୍ବ ଓ ମହାପ୍ରସ୍ଥାନିକ ପର୍ବ ଏହି ତିନୋଟି ପର୍ବକୁ ସାରଳା ଦାସ ବାଦ ଦେଇ ମଧ୍ୟ ପର୍ବ, ଗଦା ପର୍ବ ଓ କାଇଁସିକା ପର୍ବ ନାମରେ ତିନିଟି ପର୍ବ ତାଙ୍କ ସାରଳା ମହାଭାରତରେ ସଂଯୋଗ କରିଛନ୍ତି ଏବଂ ମୂଳ ମହାଭାରତରେ ସ୍ତ୍ରୀ ପର୍ବକୁ ନାମ ପରିବର୍ତ୍ତନ କରି ତାର ନାମ ନାରୀ ପର୍ବ ଲେଖିଛନ୍ତି ଏବଂ ମୌସଳୀ ପର୍ବକୁ ପରିବର୍ତ୍ତନ କରି ମୁଷଳୀ ପର୍ବ ଲେଖିଛନ୍ତି। ଏହି ମୁଷଳୀ ପର୍ବକୁ ମଧ୍ୟ ହରିବଂଶ ପର୍ବ ମଧ୍ୟ କୁହାଯାଇଥାଏ। ଏହା ସହିତ ସଂସ୍କୃତ ମହାଭାରତରେ ଯେଉଁ କଥା ବର୍ଣ୍ଣନା କରାଯାଇନାହିଁ ସେ କଥାକୁ ସାରଳା ମହାଭାରତରେ ବର୍ଣ୍ଣନା କରିଛନ୍ତି। ସଂସ୍କୃତ ମହାଭାରତରେ ଯେଉଁ କଥା ଅଳ୍ପ କୁହାଯାଇଛି ତାକୁ ସାରଳା ଦାସ ତାକୁ ବିସ୍ତୃତ ଆକାରରେ ବର୍ଣ୍ଣନା କରିଛନ୍ତି। କେତେକ ସଂସ୍କୃତ ମହାଭାରତର କଥାବସ୍ତୁକୁ କାଟି ଦେଇଛନ୍ତି ଏବଂ କେତେକ ଯୋଡ଼ି ଦେଇଛନ୍ତି। ତ ଏଥିରୁ ସାରଳା ଦାସଙ୍କର ମୌଳିକତା ଦେଖାଯାଏ। ତେବେ ଆମେ ଏବେ ତାଙ୍କର ଯେଉଁ ପର୍ବ ଗୁଡ଼ିକ ଅଛି ଆଲୋଚନା କରିବା। ଏହା ପରୀକ୍ଷା ପାଇଁ ବହୁତ ଉପଯୋଗୀ। କେଉଁ ପର୍ବରେ ସାରଳା ମହାଭାରତରେ କେଉଁ ପର୍ବରେ କେଉଁ କଥା ବର୍ଣ୍ଣିତ ଅଛି ତା ବିଷୟରେ ଆମେ ପଢ଼ିବା। ସାରଳା ମହାଭାରତର ପ୍ରଥମ ପର୍ବ ଆଦି ପର୍ବ। ଏହି ପର୍ବରେ କ'ଣ ରହିଛି? ପ୍ରଥମେ ସାରଳା ଦାସ ଏଠାରେ ଶ୍ରୀ ଗଣେଶଙ୍କ ବନ୍ଦନା କରିଛନ୍ତି। ଶ୍ରୀ ସାରଳା ଦେବୀ ବନ୍ଦନା, ମହାଭାରତର ପ୍ରଶସ୍ତି, ବଂଶାନୁଚରିତ, ଯଯାତି ଉପାଖ୍ୟାନ, ଶମ୍ଭୁରାଣ ଉପାଖ୍ୟାନ, ଶାନ୍ତନୁ ଉପାଖ୍ୟାନ, ଦେବୀ ଗଙ୍ଗା ଓ ଶାନ୍ତନୁଙ୍କ ବିବାହ, ଚିତ୍ରବୀର୍ଯ୍ୟ ଓ ବିଚିତ୍ରବୀର୍ଯ୍ୟଙ୍କର ଜନ୍ମ, ଭୀଷ୍ମଙ୍କ ଜନ୍ମ, ଚିତ୍ରବୀର୍ଯ୍ୟ ଓ ବିଚିତ୍ରବୀର୍ଯ୍ୟଙ୍କର ବିବାହ, ଭୀଷ୍ମ ଓ ଅମ୍ବାଙ୍କ ବରଣ, ଭୀଷ୍ମ ପ୍ରତିଜ୍ଞା, ଅମ୍ବାଙ୍କ ଆତ୍ମାହୁତି, ବ୍ୟାସଙ୍କ ଜନ୍ମ ଉପାଖ୍ୟାନ, ଧୃତରାଷ୍ଟ୍ର, ପଣ୍ଡୁ ଓ ବିଦୁରଙ୍କ ଜନ୍ମ, ଧୃତରାଷ୍ଟ୍ରଙ୍କ ବିବାହ, ପଣ୍ଡୁ ଓ କୁନ୍ତୀଙ୍କ ବିବାହ, ପଣ୍ଡୁଙ୍କର ସିଂହାସନ ତ୍ୟାଗ, ପଣ୍ଡୁ ଓ କୁନ୍ତୀଙ୍କ ଆଳାପ, ଯୁଧିଷ୍ଠିରଙ୍କ ଜନ୍ମ, ଶତପୁତ୍ରଙ୍କ ଜନନୀ ଗାନ୍ଧାରୀ, ଭୀମ ଓ ଅର୍ଜୁନଙ୍କର ଜନ୍ମ, ମାଦ୍ରୀପୁତ୍ର ନକୁଳ, କୁନ୍ତୀପୁତ୍ର କର୍ଣ୍ଣ, ଅନ୍ଧ ଦମ୍ପତି, ପଣ୍ଡୁପୁତ୍ର ସହଦେବ, କୁନ୍ତୀଙ୍କ ଶକ, ରାଜକୁମାରଙ୍କ ବିଦ୍ୟାଶିକ୍ଷା, ଗୃହହରା ଦ୍ରୌପଦ ଓ ଆଶ୍ରୟଦାତା ଦ୍ରୋଣ, ଅନନ୍ୟ ଏକଲବ୍ୟ, ବନ୍ଦୀ ଦ୍ରୌପଦ, ଗାନ୍ଧାରୀ ଓ କୁନ୍ତୀଙ୍କ ବିବାହ, ଅର୍ଜୁନଙ୍କୁ ଦ୍ରୋଣର ବରଦାନ, ଦୁର୍ଯ୍ୟୋଧନ ଓ ଭାନୁମତୀଙ୍କ ବିବାହ, ପାଣ୍ଡବଙ୍କର ଇନ୍ଦ୍ରପ୍ରସ୍ଥରେ ଅବସ୍ଥିତି, ଗୋଲକପୁତ୍ର ଓ ଦୁର୍ଯ୍ୟୋଧନ, ଗାନ୍ଧାରୀସେନ ବଂଶଧ୍ୱଂସ, ଶକୁନି, ଯତୁଗୃହ ନିର୍ମାଣ, ନିୟତି ବିଧାନ, ଚର ଖଲ୍ୟକାର, ବିଦୁରଙ୍କର ବାରୁଣାବନ୍ତ ଗମନ, ଯତୁଗୃହ ଦହନ, କୁମ୍ଭୀର ଦୈତ୍ୟ ବଧ, ଭୀମଙ୍କ ଭୀଷ୍ମରୂପ, ଶବରୁଣୀ ଓ ପାଞ୍ଚପୁତ୍ର, ବଶିଷ୍ଠଙ୍କ ଅଭିଶାପ, ଧୃତରାଷ୍ଟ୍ରଙ୍କର ଶୋକ, ଘଟୋତ୍କଚ ଜନ୍ମ, ଦୁର୍ଯ୍ୟୋଧନଙ୍କ ରାଜ୍ୟାଭିଷେକ, ପାଣ୍ଡବାଦୀଙ୍କର ଭିକ୍ଷାଚାରଣ, ବକାସୁର ନିଧନ, ଶିଖଣ୍ଡୀ ଓ ଧୃଷ୍ଟଦ୍ୟୁମ୍ନ, ଯାଜ୍ଞସେନୀ, ଦ୍ରୌପଦୀ ସ୍ୱୟଂବର, ଯାଜ୍ଞସେନୀଙ୍କ ପୂର୍ବଜନ୍ମ କଥା। ଏହା ଥିଲା ତାଙ୍କର ଆଦି ପର୍ବ। ଏବଂ ମଧ୍ୟ ପର୍ବରେ ରହିଛି ପାଣ୍ଡବ ଓ ଦ୍ରୌପଦୀଙ୍କ ଦାମ୍ପତ୍ୟ ଜୀବନ, ଅର୍ଜୁନଙ୍କ ବନବାସ, ଅର୍ଜୁନ ଓ ମହାଦେବଙ୍କ ଲଢ଼େଇ, ନବ ଗୁଞ୍ଜର,
ଖାଣ୍ଡବ ବନଦହନ, ବଳରାମଙ୍କ ଯୋଜନା, ଲକ୍ଷ୍ମୀ ଓ ପାର୍ବତୀଙ୍କ କଳି, ସୁଭଦ୍ରା ପ୍ରଣୟ, ସୁଭଦ୍ରା ଓ ଅର୍ଜୁନଙ୍କ ଚରାପ୍ରୀତି, ଅର୍ଜୁନ ଓ ବଳରାମ ଯୁଦ୍ଧ, ସୁଭଦ୍ରା ପରିଣୟ। ସଭାପର୍ବ। ରାଜସ୍ୱୟ ଯଜ୍ଞର ପ୍ରସ୍ତାବ, ଶ୍ରୀକୃଷ୍ଣ ଭୀମ ଓ ଅର୍ଜୁନଙ୍କ ମଗଧ ଗମନ, ଭେରୀର ପୂର୍ବଜନ୍ମ କଥା, ଶିମିଳି ବୃକ୍ଷର ବୃତ୍ତାନ୍ତ, ଗଧ ଚରିତ, ଜରାସନ୍ଧ ବଧ, ରାଜସ୍ୱୟ ଯଜ୍ଞରେ ଘଟଣା ଅଘଟଣ, ଦୁର୍ଯ୍ୟୋଧନ ଓ ଶକୁନିଙ୍କ ମନ୍ତ୍ରଣା, ଶକୁନି ଓ ଯୁଧିଷ୍ଠିରଙ୍କ ପଶାଖେଳ, ଦ୍ରୌପଦୀ ବସ୍ତ୍ରହରଣ, ପାଣ୍ଡବଙ୍କ ଦ୍ୱିତୀୟ ବନବାସ। ବନପର୍ବ। ଦୁର୍ଯ୍ୟୋଧନଙ୍କ ଅପମାନ, ଅର୍ଜୁନଙ୍କୁ ବରଦାନ, ଉର୍ବଶୀଙ୍କ ଅଭିଶାପ, ଦାତା କର୍ଣ୍ଣ, ବନବାସୀ ପାଣ୍ଡବ, ସତ୍ୟ ଆମ୍ବ ବିବରଣୀ। ବିରାଟ ପର୍ବ। ଅଜ୍ଞାତବାସ ବୃତ୍ତାନ୍ତ, ମତ୍ସ୍ୟଦେଶର ବସନ୍ତ ଉତ୍ସବ, ଦୁର୍ଯ୍ୟୋଧନଙ୍କର ମତ୍ସ୍ୟଦେଶ ଆକ୍ରମଣ, ଧୃତରାଷ୍ଟ୍ର ବିଶେଷ ପ୍ରସ୍ତାବ, ଉଦ୍ଯୋଗ ପର୍ବ। ପାଣ୍ଡବଙ୍କ ଇନ୍ଦ୍ରପ୍ରସ୍ଥରେ ପ୍ରବେଶ, ବିଦୁରଙ୍କ ଦୁର୍ଯ୍ୟୋଧନଙ୍କୁ ପଞ୍ଚପଡ଼ା ପ୍ରାର୍ଥନା, ଅର୍ଜୁନଙ୍କ ଦ୍ୱାରିକା ଯାତ୍ରା, ଇନ୍ଦ୍ରଙ୍କର କର୍ଣ୍ଣଙ୍କୁ ବରଦାନ, ଶ୍ରୀକୃଷ୍ଣଙ୍କର ମଧ୍ୟସ୍ଥତା, ବିଦୁରଙ୍କ ଭକ୍ତି, କୁନ୍ତୀ ଓ ଶ୍ରୀକୃଷ୍ଣଙ୍କ କଥୋପକଥନ। କୁରୁସଭାରେ ଶ୍ରୀକୃଷ୍ଣଙ୍କ ପ୍ରଥମ ଦିନ, ବାବରପୁରୀରେ କୋକୁଆ ଭୟ, ବାବନାଭୂତ ଉପାଖ୍ୟାନ, କୁରୁସଭାକୁ ଶ୍ରୀକୃଷ୍ଣଙ୍କର ଦ୍ୱିତୀୟ ଥର ଗମନ, ଶ୍ରୀକୃଷ୍ଣଙ୍କର ଲକ୍ଷ୍ମୀଙ୍କୁ ନେଇ ଦ୍ୱାରିକା ଗମନ, ଦୁର୍ଯ୍ୟୋଧନ ଓ ଶକୁନିଙ୍କ ଦ୍ୱାରିକା ଗମନ, ଶକୁନିଙ୍କର ଯୁଧିଷ୍ଠିରଙ୍କୁ ପରାମର୍ଶ, ଶକୁନି ଓ ସହଦେବ ଓ ଶ୍ରୀକୃଷ୍ଣଙ୍କ ଆଲୋଚନା, କୁରୁକ୍ଷେତ୍ର, ରାଜାମାନଙ୍କୁ ଯୁଦ୍ଧ ନିମନ୍ତେ ନିମନ୍ତ୍ରଣ, ଭାରତ ଉପାଖ୍ୟାନ, ତୁଳସୀବଣ ବାଘ ଓ ତୁଳାମୁହାଁ କାଙ୍କ, ମହାଭାରତ ଯୁଦ୍ଧରେ ମହାବୀର ହନୁମାନ, ନୀଳବାଣ ଓ ଭୁଜବାଣ, ଯୁଦ୍ଧର ନିୟମ। ଭୀଷ୍ମ ପର୍ବ। ଭୀଷ୍ମଙ୍କୁ ସେନାପତି ରୂପେ ବରଣ, ଅର୍ଜୁନଙ୍କର ଯୁଦ୍ଧ ଆରମ୍ଭ କରିବାର ଅନିଚ୍ଛା, କୁରୁସେନା ମଧ୍ୟକୁ ଯୁଧିଷ୍ଠିରଙ୍କର ଗମନ, ମହାଭାରତ ଯୁଦ୍ଧ ଆରମ୍ଭ, ସେନାପତି ଭୀଷ୍ମ, ଭୀଷ୍ମଙ୍କ ପରିଚୟ। ଦ୍ରୋଣ ପର୍ବ। ସେନାପତି ଦ୍ରୋଣ, ଜାଳନ୍ଧର ବ୍ୟୁହ, ଅଭିମନ୍ୟୁଙ୍କ ଚକ୍ରବ୍ୟୂହ ଭେଦ, ଅଭିମନ୍ୟୁ ବଧ, ଅର୍ଜୁନଙ୍କ ଶକ, ଜୟଦ୍ରଥ ବଧ, ରାଜା ଦ୍ରୌପଦଙ୍କର ମୃତ୍ୟୁ, ଘଟୋତ୍କଚ ବଧ, ଦ୍ରୋଣ ବଧ। କର୍ଣ୍ଣ ପର୍ବ। ସେନାପତି କର୍ଣ୍ଣ ଓ ସାରଥୀ ଶଲ୍ୟ, କର୍ଣ୍ଣ ଓ ଅର୍ଜୁନଙ୍କ ପ୍ରଥମ ଦିନ ଯୁଦ୍ଧ, ଦୁର୍ଯ୍ୟୋଧନଙ୍କ ଭାଇମାନଙ୍କର ପତନ, ଅର୍ଜୁନଙ୍କର ବ୍ରହ୍ମାଣ୍ଡ ଦର୍ଶନ, ପ୍ରଥମ ଯୁଦ୍ଧରେ ଭୀମ ହାରେ, ଦୁଶାସନ ବଧ, କର୍ଣ୍ଣ ବଧ। ଶଲ୍ୟ ପର୍ବ। ଶକୁନି ବଧ, ସେନାପତି କୃପାଚାର୍ଯ୍ୟ। ଗଦା ପର୍ବ। ଦୁର୍ଯ୍ୟୋଧନଙ୍କ ରକ୍ତନଦୀ ସନ୍ତରଣ, ଦୁର୍ଯ୍ୟୋଧନଙ୍କ ଆତ୍ମଗୋପନ, ପାଣ୍ଡବମାନଙ୍କର ଇନ୍ଦ୍ରପ୍ରସ୍ଥରେ ପ୍ରବେଶ, ଭୀମ ଓ ଦୁର୍ଯ୍ୟୋଧନଙ୍କ ଗଦାଯୁଦ୍ଧ। କାଇଁସିକା ପର୍ବ। ଦୁର୍ଯ୍ୟୋଧନଙ୍କ ଦେହତ୍ୟାଗ, ଅଶ୍ୱତ୍ଥାମାଙ୍କ ଅସ୍ତ୍ରହରଣ, ପରୀକ୍ଷିତ ଜନ୍ମ। ନାରୀ ପର୍ବ। ଦୁତିକ୍ଷ ଦହନ, ଅଭିଶପ୍ତ ଶ୍ରୀକୃଷ୍ଣ। ଶାନ୍ତି ପର୍ବ। ଭୀଷ୍ମଙ୍କ ନୀତିବାକ୍ୟ, ଦୁର୍ଯ୍ୟୋଧନାଦିଙ୍କର ପିଣ୍ଡଦାହ, ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ, ମାୟା ଦର୍ଶନ, କୋଣାର୍କ ତୀର୍ଥ ମାହାତ୍ମ୍ୟ। ଆଶ୍ରମିକ ପର୍ବ। ଅଷ୍ଟବକ୍ରଙ୍କ ଅଭିଶାପ, ଧୃତରାଷ୍ଟ୍ରଙ୍କ ବନଗମନ। ଅଶ୍ୱମେଧ ପର୍ବ। ଶ୍ରୀକୃଷ୍ଣ ଓ ବିଷ୍ଣୁନାଥଙ୍କ ସାକ୍ଷାତ। ମୁଷଳୀ ପର୍ବ। ଶ୍ରୀକୃଷ୍ଣଙ୍କର ଭାବନା, ଯଦୁବଂଶ ଧ୍ୱଂସ ଓ ବଳରାମଙ୍କ ମହାପ୍ରସ୍ଥାନ। ଆହତ ଶ୍ରୀକୃଷ୍ଣ, ଶ୍ରୀକୃଷ୍ଣଙ୍କର ଧରାଧାମରୁ ପ୍ରସ୍ଥାନ, ଶ୍ରୀକୃଷ୍ଣଙ୍କ ପିଣ୍ଡ ଦହନ, ଅର୍ଜୁନଙ୍କ ଇନ୍ଦ୍ରପ୍ରସ୍ଥ ଗମନ, ଗାଲମାଧବ ଉପାଖ୍ୟାନ, ଇନ୍ଦ୍ରଦ୍ୟୁମ୍ନଙ୍କ ଦେଉଳତଳା। ସ୍ୱର୍ଗାରୋହଣ ପର୍ବ। କଳିଯୁଗ, ଯୁଧିଷ୍ଠିର ସୁହାଣୀ ବିବାହ, ଦ୍ରୌପଦୀଙ୍କ ଦେହତ୍ୟାଗ, ଚାରି ପାଣ୍ଡବଙ୍କ ଦେହାନ୍ତ, ଯୁଧିଷ୍ଠିରଙ୍କର ନର୍କ ଦର୍ଶନ, ସ୍ୱଶରୀରେ ଯୁଧିଷ୍ଠିରଙ୍କର ସ୍ୱର୍ଗଯାତ୍ରା। ଏହା ଥିଲା ସାରଳା ମହାଭାରତର 18ଟି ପର୍ବର ଆଲୋଚନା।